ସ୍ନାନ ଯାତ୍ରା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବେ ଅସୁସ୍ଥ ଅଛନ୍ତି। 15 ଦିନ ପାଇଁ ପ୍ରଭୁ ଅଣସର ଗୃହକୁ ବିଜେ କରନ୍ତି। ସେଠାରେ ପ୍ରଭୁଙ୍କର ଗୁପ୍ତ ସେବା ଚାଲିଥାଏ। ପ୍ରଭୁ ଚିକିତ୍ସା ପାଇ ଧୀରେ ଧୀରେ ସୁସ୍ଥ ହୁଅନ୍ତି। ପ୍ରଭୁ ଯେଉଁ ସମୟରେ ଯେତିକି ଦିନ ପାଇଁ ଅଣସର ଗୃହରେ ରହିଥାନ୍ତି, ସେହି ସମୟରେ ବ୍ରହ୍ମଗିରିଠାରେ ଶ୍ରୀ ଅଲାରନାଥଙ୍କର ଦର୍ଶନ ଭକ୍ତମାନେ କରିଥାନ୍ତି। ଏହି ସମୟରେ ଶ୍ରୀ ଅଲାରନାଥଙ୍କର ଦର୍ଶନ ଶ୍ରୀ ଜଗନ୍ନାଥଙ୍କର ଦର୍ଶନର ପୁଣ୍ୟଫଳ ଦେଇଥାଏ। ତେଣୁ ଆମେ ସମସ୍ତେ ମଧ୍ୟ ବାହାରି ପଡ଼ିଥିଲୁ ପ୍ରଭୁଙ୍କର ଦର୍ଶନ କରିବା ପାଇଁ। ଯେହେତୁ ଏକାଦଶୀ ଥିଲା, ଭିଡ଼ ପ୍ରବଳ ଥିଲା, ତ ପ୍ରଥମେ ଶିରୋଳି ହନୁମାନଙ୍କର ଦର୍ଶନ କରିଥିଲୁ, ତାପରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କର ଦର୍ଶନ କରିଥିଲୁ। ଆଉ ସେଇ ଭିଡ଼ ଭିତରେ ମଧ୍ୟ ମହାପ୍ରଭୁଙ୍କର ଦର୍ଶନ ବହୁତ ସୁନ୍ଦର ଭାବରେ ହେଇଯାଇଥିଲା। ମା ମହାଲକ୍ଷ୍ମୀଙ୍କର ଦର୍ଶନ ପରେ ମନ୍ଦିରରେ ପ୍ରସାଦ ଗ୍ରହଣ କରିଥିଲୁ। ଦର୍ଶନ ପରେ ଗୋଟେ ସୁନ୍ଦର ଅନୁଭୂତି ସହ କିଛି କିଣାକିଣି କରି ଆମେ ଘରକୁ ଫେରିଥିଲୁ, ଯାହା ମୁଁ ଆପଣମାନଙ୍କ ସହିତ ପରେ ନିଶ୍ଚୟ ସେୟାର କରିବି।